ବଳିଷ୍ଠ ହୋଇଥାଏ ଓଡ଼ିଶାରେ ସବୁ ଗାୟକ ଚାମର କରିଥାନ୍ତି ସେଥିପାଇଁ 2 ଜଣ ଦାୟୀ ସାର୍ ସେ 2 ଜଣ କିଏ ମୋର ପୂଜ୍ୟ ଗୁରୁ ଆମ ପଣପଡ଼ାର ଗାୟକ କେଶରୀ ସ୍ୱର୍ଗତ ହଉଦନାଥର ଦୋଷନା ମୋର ପୂଜ୍ୟ ଗୁରୁ ମୋ କୁମ୍ଭାରୁ ସଂସ୍କୃତ ବହି ମଗେଇ ସବୁ ଓଡ଼ିଆ କଲେ କାବ୍ୟ ବାଲା ବାଲା ଗାଇ ସେପଟେ ଯାଜପୁର ଜିଲ୍ଲାର କବି କବି ମଞ୍ଜୁର କୃଷ୍ଣ ପ୍ରସାଦ ବସୁ ସିଏ ସବୁକୁ ଆମେ ଓଡ଼ିଆ କଲେ ସବୁ ଗାୟକ ମାନେ ବସୁ ସାହିତ୍ୟ ଗାଇବେ ନିଶ୍ଚିତ ଉଦୟନାଥର ଦର୍ଶନ ସାହିତ୍ୟ ଗାଇବେ ତାକୁ ନେଇ ପାଲା ସଭା ମହୋଦୟ କହିଲେ ନିକଟରେ ହଉଥିଲା କାବ୍ୟ ହଉଥିଲା ନିକଟରେ ହଉଥିଲା ଆଜି ସବୁର ଦେଖ ସାର୍ 4 ଜଣଙ୍କର କୀର୍ତ୍ତି 4 ଜଣ କଥା କହିଲେ ପବିତ୍ର ସାର୍ 4 ଜଣ କିଏ ପ୍ରଥମେ ଦେଖନ୍ତୁ କିଏ ବୋଲେ ପୁଣ୍ୟ ଶ୍ଲୋକ ଶୋକା ଦଉତେ ଶ୍ଲୋକ ଯୁଧିଷ୍ଠିର ଶ୍ଲୋକ ଜନାର୍ଦ୍ଦନ ଶ୍ଲୋକ ନଳରାଜା ନଳରାଜାଙ୍କର ଚରିତ୍ର ଶୁଣିଲେ ଆପଣଙ୍କୁ ନୈଷଧ ଇଂରାଜୀ ଯୋଉ କୋର୍ସ ଭାଇମାନେ କରୁଛନ୍ତି ଏମଏ କୋଡ ଭାଇମାନଙ୍କ ପାଇଁ ନୈଷଧ ଆଜି କହୁନି ଆପଣ ଯୋଉ ନୈଷଧ ଶୁଣୁଥିଲେ ସେ ନୈଷଧ କଥା ନାହିଁ ନଳ ନହ ଅଳଂ ନଳଂ ନହ ନାହିଁ ଅଳ ଗୋଟେ ପାପ ଯାହାଙ୍କର ଚରିତ୍ରରେ ଯାହାଙ୍କ ବ୍ୟବହାରରେ ଯାହାଙ୍କର କଥାରେ ଯାହାଙ୍କ ସେବାରେ ଯାହାଙ୍କ ଆଦର୍ଶରେ ସ୍ଥାପନ ଥାଏ ଏବଂ ରାଜା ନଳ ନଳ ରାଜାଙ୍କର ଚରିତ୍ର ଶୁଣିଲେ ଆପଣମାନେ ପୁଣ୍ୟ ଅର୍ଜନ କରିବେ ପୁଣ୍ୟ ଶ୍ଲୋକାନ୍ତ ବୈଦେହୀ ମା ଜନକ ନନ୍ଦିନୀ ଜାନକୀ ଯାହାଙ୍କର କଥା କହୁଥିଲି ଯାହା ସେଟା କଥା ମା ସୀତାଙ୍କର କଥା ଶୁଣିଲେ ସୀତାଙ୍କର ନାଁ 6ଟା ଆଜ୍ଞା 6ଟା ନା ଆପଣମାନଙ୍କ କବି ସମ୍ରାଟ ଭଞ୍ଜ ବୈଦେହୀ କବିରାଜରେ କହିଛନ୍ତି କଣ କହିଲେ କହିଲେ ବୁଝିବ ଅତି ସହଜରେ ବୁଝିବ মা ভগবতী দীপ্তিময়ী শক্তিময়ী করুণাময়ী মা সীতাঙ্কর কথা শুনিলে আপনার ধর্ম হব পুণ্য হব পুণ্য শ্লোক যুধিষ্ঠির ধর্মানন্দন যুধিষ্ঠির যে সো দেহরে স্বর্গপুর গলে তাঙ্কর কথা শুনিলে পুণ্য হব পবিত্র কথা আর ভগবান চিন্ময় চিন্তামণি নটবর নায়কর জনার্দনଙ୍କର কথা শুনিলে নারায়ণଙ୍କର কথা শুনিলে ଆପଣ ମାନଙ୍କର ପୁଣ୍ୟ ହବ ଯେତେ ଭଗବାନ ଅଛନ୍ତି ଆପଣ ପାଇଁ ନିପ୍ରିୟ ଯକ୍ଷ କ୍ଷିତିର କିରଣ କଥା ସେଠୁ ଆରମ୍ଭ କରୁନି ସୂର୍ଯ୍ୟ ସ୍ଥାନକୁ ଆସିବେ ଆପଣ କହି କୁଣ୍ଡା କାହିଁ ଔଷଧ କଲେନି ନ କରିବା କାରଣ ସଭାପତି ମହୋଦୟ କହିଲେ ନିକଟରେ ନୈଷଧ ହଉଥିଲା ନୈଷଧ ମୁଁ ଯିବିନି ସବୁ ଆନନ୍ଦ କାବ୍ୟ ଦେଇ ରବିନନ୍ଦନ ଯେତେ ବାବୁ ଅଛନ୍ତି ସଭା ଉପରେ ହାତ ଯୋଡ଼ିବି ଆପଣମାନଙ୍କୁ ସମସ୍ତଙ୍କୁ କିଛି ଲାଗିବି ଆପଣମାନଙ୍କୁ ଦେବେ କଣ ଦେବେ ମୁଁ ବ୍ରାହ୍ମଣ ଭିକ ମାଗି
ପେଟ ଦେଖେଇକି ମାଗୁଛନ୍ତି ଆମ ସାର ମାନେ ମା ମାନେ ଯାଇ ଘରୁ ଆଣିକି ଦିଅନ୍ତୁ। ଆଜ୍ଞା ପାଳିଆ ବୁଦ୍ଧି ମୁଁ କଣ ସେଟା ଚାଉଳ ଦିଅନ୍ତୁ ଆଉ କଣ ମାଗୁଛନ୍ତି? ତାଙ୍କ ବୁଦ୍ଧି ଯୋଗ୍ୟତା ଟିକେ ପଡ଼ିଗଲା ଚାଉଳ ନୁହଁ କଣ ଦେବେ ଆଉ କଣ ମାଗୁଛନ୍ତି? ମୁଁ ଖାଇବାକୁ ରହୁଛି ଯାଉଛି। ଖବର ସମାପ୍ତ ଆଜ୍ଞା ରବିର ସୂର୍ଯ୍ୟ ସୂର୍ଯ୍ୟ ନନ୍ଦନ ପୁଅ ସୂର୍ଯ୍ୟଙ୍କର ପୁଅ ନାଁ ହଉଛି କରୁଣ ଯୋଉ ଘଣ୍ଟେ 2 ଘଣ୍ଟା 5 ଘଣ୍ଟା 4 ଘଣ୍ଟା କହିବି ଆଜ୍ଞା ଆପଣଙ୍କର କର୍ଣ୍ଣକୁ ଏ ମୂର୍ଖ କଥା ଶୁଣିବା ପାଇଁ ସମୟ ଦେବେ ଆଜ୍ଞା ଅନ୍ୟ କଥାରେ କାନ ଦେବେନି ମୋ କଥା ଶୁଣିବା ପାଇଁ ଏ କାନଟାକୁ ମତେ ଦେବେ ଦେଇ ରବି ନନ୍ଦନ ଘେନ ବିଦ୍ୱାନ ଜନ ପବିତ୍ର ପୁର ମାଧ୍ୟମ ଖାନ ଏମା ବିଶ୍ୱାସ କରୁଛନ୍ତି ନିଷଧ କଟକର ରାଜା ହଉଛନ୍ତି ନଳ ନଳ ସାରେ ତାଙ୍କର ସହଧର୍ମିଣୀ ହଉଛନ୍ତି ଦମୟନ୍ତୀ ଦମୟନ୍ତୀ ଏମା ପ୍ରଜାମାନଙ୍କର ସେବା କରିଥାନ୍ତି କେମିତି? ମୁଁ ରାଜ୍ୟବର୍ଣ୍ଣ ଦଉନି ପଦଟାଏ ବାବୁମାନେ ବସିଛନ୍ତି ଗୋଟେ ରାଜାଙ୍କର ନୀତି ପଦରେ ଗାଇଲି ସୁନ୍ଦର ହେଇଯିବ ଅଧୁଟେ କୀର୍ତ୍ତି ଗାଆନ୍ତୁ। ବହିଟା ହଉଛି ମହାନାଟକ ଆଜ୍ଞା କର୍ତ୍ତା କବି ହେଲେ ହନୁମାନଜୀ ସିଏ ଲେଖିବେ। କେତେ ସୁନ୍ଦର କଥା କହିଲେ କଣ କହିଲେ? 25 ପୃଷ୍ଠା ଆଜ୍ଞା ପଦରେ ଗାଉଛି ଯାଆନ୍ତୁ। କହିଲେ କୁର୍ମ ପାଦ ସେନସ୍ତି ଆର ଭୂତକ ପତିର ସଂସାର ଆଦର ଭୂତ ହାତେ ପୁରା ସମୁଦ୍ର କନକ ଭୂତ ପ୍ରଚିତ ରାଜା ନଳଙ୍କର ଯେତିକି ଭାଇ ଗୋଟେ ଦୀପ ସଙ୍ଗେ ସମାନ ସାରେ ଆପଣ ଏତେ ଟେକି ଟେକିକି କହିଲେ ମୁଁ ନୈଷଧ କରୁନି ଆଉ ସହୃଦାନନ୍ଦ ନାଟକ ସହୃଦାନନ୍ଦ କାର୍ଯ୍ୟ କରୁଛି। ରାଜା ହେଲେ ନଳ ତାଙ୍କ ଚରିତ୍ର ପବିତ୍ର ପୁଣି ତାଙ୍କର ଦୀପ୍ତି ଗୋଟେ ଦୀପ ଭଳି ହଁ କଣ ପଚାରିଲ ଆସିବ ବୋଧେ ନା ପଳେଇବ ପୁରୀ ସାରେ ଦୀପ ଦେଖିଛୁ ଦୀପ ଦେଖିଛି। କେମିତି ଦୀପ ଦୀପର ଗୋଟେ ତଳ ଚକି ଥାଏ ସାରେ ହଁ ତାର ଗୋଟେ ମଝିରେ ଗୋଟେ ବାଡି ଥାଏ ଆଚ୍ଛା ତାର ଗୋଟେ ଉପର ଚକି ଥାଏ ହଁ ସେଥିରେ ତୈଳ ପଡିଥାଏ ଆଚ୍ଛା ତାର ଗୋଟେ ବଳିତା ଥାଏ ହଁ ସେଥିରେ ଅଗ୍ନି ଲାଗିଥାଏ। ଆଚ୍ଛା ରାଜାଙ୍କର ଦୀପ୍ତି ଯଦି ଗୋଟେ ଦୀପ ତାହେଲେ ରାଜାଙ୍କର ଦୀପର ତଳ ଚକି କିଏ? କୁର୍ମ ବୋଇଲେ ପାତାଳପୁର ଯଦି ଦୀପର ତଳ ଚକି ହେଲା ପାତାଳପୁର ତାର ବାଡି କିଏ? ଭୁଜକ ବୋଇଲେ ବାସୁକି ସର୍ପ ବାସୁକି ସର୍ପ ଯଦି ରାଜାଙ୍କ ଦୀପର ବାଡି ହେଲା ତାର ଉପର ଚକି କିଏ? ରସାତମ ପୃଥିବୀରେ ଭାଇ ବୁଝିବା ତାର ଦୀପର ଉପର ଚକି ଯଦି ହେଲା ପୃଥିବୀ ତାର ତୈଳ କିଏ? କଇଲା ପୁରା ସମୁଦ୍ର ବିଶ୍ୱରେ ବ୍ରହ୍ମାଣ୍ଡରେ ଯେତେ ସମୁଦ୍ର ଅଛି ସମୁଦ୍ରର ଜଳ ଗୁଡାକ ଏଇ ନଳରାଜାଙ୍କର କୀର୍ତ୍ତି ଦୀପର ତୈଳ ଭାଇ ବୁଝିବା ସାରେ ଯଦି ସମୁଦ୍ରର ଜଳ ହେଲା ତାର ତୈଳ ତାର ବଳିତା କିଏ? ବଳିତା ହେଲେ କନକ ଗିରିର ଅମୃତ ପ୍ରତ୍ୟୟ ଭାରତର ଉତ୍ତର ଦିଗରେ ଅଛି ହିମାଳୟ ପର୍ବତ ଅସ୍ତି ଉତ୍ତର ସାଇଁ ଦିବିଦେ ଦିଶିଦେ ମାନାତ୍ମା ହିମାଳୟ ନାମ ନଦଧି ରାଜହା ପୂର୍ବାହା ପରଭୂତ ହେଇ ଦିବଗାହ୍ୟ ସ୍ଥିତ ପୃଥିକାୟ ମାନଦନ୍ତ ହିମାଳୟ ପର୍ବତର ଶୀର୍ଷ ଭାଗ ହଉଛି ରାଜାଙ୍କର କୀର୍ତ୍ତି ଦୀପର ବଳିତା ଦୀପ କେତେ ଜୋରରେ ଜଳୁଥବ ଅଗ୍ନିକୁ ଦେଖି ନପତଙ୍ଗ ରାଜାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ
ଏ ନା ନା ରାଜା ରାଜା ପ୍ରଜାମାନଙ୍କୁ ପୁଅ ଭଳି ସ୍ନେହ କରୁଥାନ୍ତି ଭଲ ଏ ମା ଠିକ ସମୟରେ ବର୍ଷା ଉଠାଏ ବର୍ଷା ମା ମାନଙ୍କର ସତ୍ୟ ଦେଇଥାନ୍ତି ଆଜ୍ଞା ଆଜ୍ଞା ପରପୁରୁଷରେ ମନ ଦିଅନ୍ତିନି ହଁ ଏ ପୁଅ ଆଜ୍ଞା ଗୋରୁ ଗାଈ ମାନେ ଠିକରେ କ୍ଷୀର ଦିଅନ୍ତି କ୍ଷୀର ଦିଅନ୍ତି ଗଛରେ ଠିକ ଫଳ ଫଳେ ଫଳ ଫଳେ ଆମ୍ବ ଭଲ ଫଳେ ଯେତେ ରାଜନୀତି ଭାଇ ମାନେ ଅଛନ୍ତି ଆଜ୍ଞା ଆଉ ଯେତେ ଡାକ ପାଇଯନ୍ତ୍ର ମା ପାଲା ଶୁଣୁଛନ୍ତି ଆଜ୍ଞା ରାଜନୀତିରେ ପକ୍ଷପାତ କଲେ ସମାଜ ବିଘ୍ନ ଘଟେ ଆପଣ ମାନଙ୍କର ଏକ ସାମନ୍ତରାମ ଶାସନ ଯାଜପୁର ଯାଜପୁର ସାଙ୍ଗ କବି ମାଧବ ମିଶ୍ର କହନ୍ତି କଣ କହିଲେ ବହିଟା ହଉଛି ସତୀ ଚନ୍ଦ୍ରିକା ମତେ ହଉ ଏକୁ କହିଲା ସମୟ ବର୍ଷିଲା ଜଳ ଧେନୁ ଦଳ ରାଜା ନରଙ୍କର ସେବାରେ ଆଜ୍ଞା ସବୁଆଡେ ଶାନ୍ତି ବିରାଜ କଲା ହେଲା ସମସ୍ତଙ୍କର ଦୁଃଖ ଦୂରେଇ ଯାଇଛି ସମସ୍ତଙ୍କର ହସ ଫୁଟୁଛି ଆଜ୍ଞା ଆଜ୍ଞା ଏ ମାଟି ସମୟରେ ଆଜ୍ଞା। ଆକସ୍ମିକ ବିପଦ ଘଟିଲା ହଁ କଣ ଆକସ୍ମିକ କେମିତି ବିପଦ ଘଟିଲା ଆରେ କଣ ବିପଦ କୋଉ ବିପଦରେ ରାଜା ନଳ ରାଜ୍ୟ ଛାଡିବାକୁ ବାଧ୍ୟ ହୋଇଲେ ସାର୍ କାହିଁକି ରାଜ୍ୟ ରାଜାଙ୍କ ଚାଲିଗଲା ଆଜ୍ଞା ଆଜ୍ଞା ରାଜଧର୍ମ ଚାଲିଗଲା ହଁ ହଁ ମୁକୁଟ ଚାଲିଗଲା ଚାଲିଗଲା ସିଂହାସନ ଚାଲିଗଲା ଚାଲିଗଲା ଏ ମା ସର୍ବରା ହୋଇ ହଁ ରାଜା ନଳ ନିଜର ସହଧର୍ମୀ ଆଜ୍ଞା ଦମୟନ୍ତୀ ଧରି ନିକଟ ସେଇ ସତକଟକରେ ରାଜା ହେଲେ ନଳ ରାଜାଙ୍କର ସ୍ଥାନ ଭାଇ ତାଙ୍କ ନାଁ କଣ ପୁଷ୍କର ପୁଷ୍କର ହେଲେ ରାଜା ନଳ ସ୍ଥାନ ଭାଇ ପୁଷ୍କର ଆଚ୍ଛା ଏତେ ଲୋକମାନେ ଅଛନ୍ତି ମୋ ଜ୍ଞାନୀ ଲୋକମାନେ ଅଛନ୍ତି ରାଜା ଯଦି ଧର୍ମବନ୍ତ ଏ ମା ରାଜ୍ୟ ହେଲେ କାହିଁକି କାହିଁକି ରାଜ୍ୟ ହରା ହେଲେ ଦେଖନ୍ତୁ ଯେତେ ପୂର୍ବାଭାସ ବିପଦ କହିଥାଏ ଆଜ୍ଞା କହନ୍ତୁ ମୁଁ କହି ତ ଏନେ କୋଶ ନଷ୍ଟ କହିବିନି ନା ଭିତର ରାଜ୍ୟର ରାଜା ହଉଛନ୍ତି ଭୀମସେନ ବିମୋଚନ ଭୀମସେନଙ୍କର ଗୋଟିଏ ଝିଅ ଥିଲା ନା ଦମନ ଋଷିଙ୍କୁ ସେବା କରି କରି ଆଜ୍ଞା ଏମାନେ ଝିଅଟିଏ ପାଇଥିଲେ ଆଜ୍ଞା ଦମନ ଋଷିଙ୍କ ନାମ ଅନୁସାରେ ରାଜା ଭୀମସେନ ଝିଅଟିର ନାମ ଦେଇଥିଲେ ଦମୟନ୍ତୀ ସେଇ ଦମୟନ୍ତୀ ପାଇଁ ଆଜ୍ଞା ଦେବତା ମାନଙ୍କର ଲୋଭ ହେଲା ଆଜ୍ଞା ଅଗ୍ନି ଯମ ବରୁଣ ଇନ୍ଦ୍ର ଏମାନେ ଭାବିଲେ ଆମେ ଦମୟନ୍ତୀ ବିବାହ ମର୍ତ୍ତ୍ୟର ମାନବୀ ଦମୟନ୍ତୀକୁ ଆମେ ସ୍ୱର୍ଗ ବ୍ରହ୍ମ ହେବା କିନ୍ତୁ ଫଳପ୍ରଦ ହେଲାନି ଦମୟନ୍ତୀ ନଳରାଜାଙ୍କ ଗୋଳାରେ ବରଣମାଳା ଦେଲେ ଦେବତା ମାନେ ସହି ପାରିଲେନି ନା ଏ ଯୁଗ ସମୟର କଳି ଦ୍ୱାରା ରାଜା ନଳଙ୍କୁ ବନବାସ ଦେଲେ କେମିତି ନା ସାନ ଭାଇ ପୁଷ୍କର ଦ୍ୱାରା ପୋଷା ଖେଳେଇଲେ ଆଜ୍ଞା ମୁଁ ସମସ୍ୟାରେ ପୂର୍ବାଭାସ କରିବିନି ତେଣୁ ପୁଷ୍କର ପୋଷା ଖେଳେଇଲେ ଆପଣ ଅନୁରୋଧ କରିବି ଆଜ୍ଞା ଯେତେ ବର୍ଷ ଦିନ କଥା କରିବନି ସାର୍ ତିନି କଥା କଣ କହୁନ ଦ୍ୱିତଞ୍ଚ ମଧ୍ୟଞ୍ଚ ପରସ୍ତ୍ରୀଅଞ୍ଚ ସାର୍ ଦ୍ୱିତୀୟଞ୍ଚ କଣ ଦ୍ୱିତୀୟଞ୍ଚ ଦ୍ୱିତ ବୋଇଲେ ପୋଷା ପୋଷା କେହି କରିବେନି ପୋଷା କେହି କରିବେନି ପୋଷା କିଏ କରିବେ ମୁଁ କହୁଛି ଆଉ ପୋଷା 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 ଖେଳିବେନି କିଏ ପୋଷା ଖେଳିବେନି ପୋଷା ଖେଳି ଲକ୍ଷ୍ୟ ଛାଡ଼ିବେ ଏକ ଦ୍ୱିତ ମଦ୍ୟପାନ କିଏ କରିବ ନା ମଦ ପିଇବନି ଦେଶୀ ମଦ କେହି ପିଇବନି ଯିଏ ପିଇବ ବିଦେଶୀ ପିଇବ କିଛି ଅସୁବିଧା ନାହିଁ ବିଦେଶୀର ନା ବାବା ମୋରେ ମରିବ ଦରେ ଦରିଦ୍ର ମଦ ପିଇଲେ ହଁ ଆପଣଙ୍କର ସ୍ନାୟୁ ଦୁର୍ବଳ ହେଇଯିବ ମଦ ପିଇବନି ଅଳପାଇ ହବ ଦୁଇ ସାର୍ ଦୁଇ ଗଲା ତିନିରେ ପର ସ୍ତ୍ରୀ କି ହରଣ କରିବ ନା ପର ସ୍ତ୍ରୀକି ହରଣ କଲେ ପାପ କଣ ବାପା କଣ ବାପ ମୁଁ ଗୋଟେ ସାରେ କହିବି କହୁନ ଆପଣ ମାନଙ୍କର ଯୋଗ ବଶିଷ୍ଠ ରାମାୟଣ ଯୋଗ ବ୍ରହ୍ମଶ୍ରୀ ବଶିଷ୍ଠ କହିବେ ସିଏ କହିବେ ହଁ କହନ୍ତୁ ସିଏ ଯୋଗ କଣ? ବଶିଷ୍ଠ ରାମାୟଣ ଏବଂ ଉତ୍ତର କାଣ୍ଡ ପର ସ୍ତ୍ରୀ ହରଣ କଲେ କଣ ଶ୍ଲୋକ ହଉଛି 365 নম্বর ଶ୍ଲୋକ ଆଜ୍ଞା ଆଜ୍ଞା ପର ସ୍ତ୍ରୀ ହରଣ କଲେ କଣ ପାପ କହିଲ କହିଲେ ବେଶ୍ୟା ସଙ୍ଗେନ ପରମାଇ ଭିଜଙ୍ଗ
বেশিয়া সঙ্গে ন ধন্যমাই ভিনম আজ্ঞা পর স্ত্রী বছরে গড়িয়ে ধন্য পড়িব ধন্য রহিবনি তাকে সবু যাক ଦେଇଦେବେ আইস পড়িব আইস পড়িব দুই দুই নিম্নস্যবতী মানে নিম্নস্যবতী নিম্ন খাইব ନିମ୍ନ ବଇଲେ ତଳକୁ ତଳକୁ ଆପଣ ଯିବେ ତଳକୁ ଯିବେ ଆଉ ଗୋଟେ କଥା ଆପଣ କରୁଛନ୍ତି ଆଜ୍ଞା ଯେତେ ଅନୁଭବ କଥା କହିଲେ ବଶିଷ୍ଠ ଆଜ୍ଞା କେତେ ସୁନ୍ଦର କଥା କଣ କହିଲେ ଯୋଉମାନେ ନିଜ ସ୍ତ୍ରୀ ଛାଡ଼ି ହଁ ହଁ ପର ସ୍ତ୍ରୀ ପଛରେ ଗୋଡେଇବେ ଗୋଡେଇବେ। ସେମାନଙ୍କ ଦେହରେ ଗୋଟେ ସ୍ଥାୟୀ ରୋଗ ରହିବ ଯେତେ ଔଷଧ ଖାଇଲେ ମଧ୍ୟ ଆମର ଭଲ ସେ ରୋଗ ଭଲ ହବନି ହଁ ଏ ବୁନ୍ଦାର ଯେମିତି ଯାଦୁ ହେଇଛି ବାପା ମାନେ ସ୍ଥାୟୀ ବ୍ୟାଧିଗ୍ରସ୍ତ ମୁଁ ଆଜ୍ଞା ବଶିଷ୍ଠ କେତେ ନିର୍ବିଘ୍ନରେ ସବୁବେଳେ ଦେଖିଲେ ଦେଖନ୍ତୁ ଆଜ୍ଞା ଆଜ୍ଞା এটা অনুভবনীয় কথা যেতে ভাই ଥିବେ ଯଦି ପରସ୍ପର ପଛରେ ଗୋଡେଇ ଯିବେ ଦେଖିବେ ରୋଗ ଛାଡ଼ିବନି ତାଙ୍କର ଯାହାର ରୋଗ ଥିବ ପିତୃନାମ ଦୁଃଖୀ ପିତୃନାମ ଦୁଃଖୀ କଣ ପିତୃକୁ ନମସ୍କାର କରିବେ ଯେମିତି କର୍ମ ସେମିତି ଫଳ ଯେମିତି କର୍ମ ସେମିତି ଫଳ ଯେମିତି କର୍ମ ସେମିତି ଫଳ ଯେମିତି କର୍ମ ସେମିତି ଫଳ ଦେଖିତ ହିବାରୁ କଣ ଦେଖିତ ଜଳ ପୁତ୍ର ପୁତ୍ରାଚ ପୁରୀନାର ଭମନ୍ତି ଯୋଉମାନେ ପର ଝିଅ ପଛରେ ଗୋଡେଇବେ ତାଙ୍କ ପୁଅ ଝିଅ ସେଇ ବାଟରେ ନିଶ୍ଚିତ ଯିବେ ହାତ ଯୋଡ଼ିବି ପବିତ୍ର ଗ୍ରାମରେ ଆଜ୍ଞା ଯେତେ ବାପାମାନେ ବସି ପାଲା ଶୁଣୁଛନ୍ତି ଆଜ୍ଞା ଆମେ ପର ଝିଅ ବୋହୂକୁ ମା ଭଳି ଦେଖିବା ମା ଭଳି ଦେଖିବା ଯଦି ନ ଦେଖିବା ଆମ ପୁଅ ଝିଅ ମାନେ ଭୁଲ ବାଟରେ ଗତି କରିବେ ଏଥିରେ ଏଥିରେ ମାତ୍ର ସନ୍ଦେହ ନାହିଁ ସରମା ରଘୁନାଥପୁରରେ ଯେତେ ବାବାମାନେ ଅଛ ଯୁବବନ୍ଧୁ ମାନେ ଅଛ ହାତ ଯୋଡ଼ିବି ପାଲା କେ ସୁନ୍ଦର ଶିକ୍ଷା ପୁଅ ଝିଅ ମାନେ ଯଦି ଅବାଟରେ ଯାଉଛନ୍ତି ଆଜ୍ଞା ଏଥିପାଇଁ ତା ବାପା ମା ଦାୟୀ କହିଛେ ଆଜ୍ଞା ମୁଁ ସିଆଡେ ଯିବିନି ନା ତେଣୁ ବାପା ମାନେ ସଂଯମୀ ହେଲେ ପିଲା ଛୁଆ ସଂଯମୀ ହେବେ ହେଲେ ମୁଁ ସିଆଡେ ଯିବିନି ନା। କାହିଁ କହିଲି ନା ପୋଷାକ ହେଲେ ରାଜା ନଳ ନଳ ପୋଷାକ ହରାଇ ରାଜ୍ୟ ଧନ ମୁକୁଟ ସିଂହାସନ ଚକ୍ରବର୍ତ୍ତୀର ସମାନ ଶ୍ରୀହୀନ ହେଲେ ଲକ୍ଷ୍ମୀ ଛଡ଼ା ହେଲେ ଆଜ୍ଞା ରାଜା ନଳ ବନକୁ ଗଲେ ବନବାସ ଗଲେ ଆଉ ଗୋଟେ କଥା କହିବା ଆମର ମୁଣ୍ଡରେ ଶୁଣ କହନ୍ତି ଲକ୍ଷ୍ମୀ ରହନ୍ତିନି କୋଉଠି ରହନ୍ତିନି ଲକ୍ଷ୍ମୀ ରହନ୍ତିନି କୋଉଠି ହୁଁ ଆମ ପାଲା ବାଲାଙ୍କ ଘରେ ଯେତେ ଅର୍ଜିଲେ ଅଣ୍ଟୁନି ଆମକୁ କଣ କର୍ମ କଲେ ରହି ଯାଇଛୁ ପାଲା ଗାଇଲେ ନାଇଁ ଆଉ ଦେଖନ୍ତୁ ଆଉ ପଦରେ ସଜାଇବି କହୁନ ଆପଣ ମାନଙ୍କର ଋଷି ଗର୍ଗ ସାରେ ଋଷି ବର୍ଗ ଗର୍ଗ ନା ସେ ଆପଣ ତ କହୁଛନ୍ତି ମୁଁ କହିଲେ କଣ ଗର୍ଗ ଗର୍ଗ ସଂହିତା ବର୍ଗ ଋଷି ଗର୍ଗ କହିଲି କଣ କହିଲେ ଏ ସୁନ୍ଦର କଥା ସାର୍ କହିଲେ କହିଲେ କହନ୍ତି ଗାୟକ ମାନେ ଚାଣକ୍ୟ ବୋଲି ନାଇଁ ସାର୍ ଗର୍ଗ ସଂହିତା ଆଜ୍ଞା ଆଜ୍ଞା ଦେଖନ୍ତୁ କେତେ ସୁନ୍ଦର କଥା କହିଲେ ସେ କଣ କହିଲେ ଗର୍ଗ କହିଲେ ନିତ୍ୟଂ ଛେଦଂ ତୃଣାନା କ୍ଷିତିନ ଖଲି ଖଲର ଆଗୟ ମାପ ଧାତଂ সুন্দর কথা ଆଜ୍ଞା নিত্যম ছেদম তৃণানা ତୃତୀୟ ଛେଦମ ତୃଣନା ତୃଣ ବୋଇଲେ ଘାସ ଘାସ ଧର୍ମ କାର୍ଯ୍ୟ ହଉଛି ଗାଁରେ ସତ୍ୟନାରାୟଣ ପୂଜା ହେଲା ଆଜ୍ଞା କାଲି ଅଷ୍ଟପ୍ରହରୀ ହବ ବୋଝ ବାହାରେ ଆଜ୍ଞା ଦୁର୍ଗ ଘାସ ଦରକାର ଦୁର୍ଗ ଘାସ ମା ମାନେ ନଖରେ ଛିଡେଇବନି ନାଇଁ ଦାରେ କାଟିକି ଆଣିବ ନାଇଁ ନୁହଁ ନଖରେ ଛିଡେଇଲେ ହଁ ଏ ମା ଲକ୍ଷ୍ମୀ ରହିବେନି ସାରା କେନ୍ଦ୍ରା କଥା ମନେ ରଖିଥା ଆଜ୍ଞା ବସିଲା ବେଳେ ଆଜ୍ଞା ମା ମାନଙ୍କର ସ୍ୱଭାବ ଟିକେ ଭୁଇକି ଗାଲେଇବି ମାଟିକି ମାଟିକି ଗାରେ ଏ ମା ନଖରେ ମାଟି ଗାଲେଇବି ଆଙ୍ଗୁଠିରେ ଏମିତି ଗାଳ କରି ଶୁଣିବେ ନାଇଁ ଲକ୍ଷ୍ମୀ ବର୍ଦ୍ଧା ହେବେ ଲକ୍ଷ୍ମୀ ଛାଡ଼ିଯିବେ ଘରେ ପାଲା ଶିକ୍ଷା କଥା ନେବା ଅଛି ଯେ କାଲି ଝିଅକୁ କହିବ ଆଜ୍ଞା ଯେ ଗୋଟେ ମୂର୍ଖ ବ୍ରାହ୍ମଣ ପଟାକୁ ଆସିଥିଲା କି ମତେ କଥା କହୁଛି ମନେ ରଖ ଆଜ୍ଞା। ପାଲା ଗାଇକି ଯଦି ମୋ କଥା କେମିତି ମାନି କାମରେ ଲଗେଇବି ସମସ୍ତେ ମାନିବେ। ମତେ ପଇସା ପ୍ରାପ୍ତି ହବ ହଁ। ଆଉ ଅନୁଷ୍ଠାନର ପଇସା ମଧ୍ୟ ଦେଲାବେଳେ ଅନୁଭବ କରିବି ନହେଲେ ଆମ ପଇସା ପାଗଳ ମପଦ ହବନି ହଁ ଶୁଣିଲ ନା ଆପଣ ମାନେ ପାଦ ଧୋଇଲା ବେଳେ ଆଜ୍ଞା ମପଦ ଅଳ୍ପ ତର ତର ଅଳ୍ପ ପାଦ ଧୋଇବେନି ପରିଷ୍କାର ଧୋଇବେ ହଁ ହଁ ତମେ ପାଲା କାହିଁ ଶୁଣିଲେ ଭଲ ଶୋଇବ କିଏ
କଣ ତମେ ସହିତ ପାଖରେ ବସେ ହଁ ବୋଇ ଆଜ୍ଞା ଆଗରେ ବସି ଶୋଇଲା ହବ ପାଲାରେ ନାଇଁ ନାଇଁ କଣ ଘରେ କହିଲେ ଚାକିରି ସରିବ ସ୍ୱାମୀ ପାଲା ଦେଖି ଯାଇଛି ପୁଅ ଝିଅ ଆମର କଣ ପାଲା ଅଧରେ କେଜାଣି କରିଥିଲେ ସାର୍ ଆପଣଙ୍କର କେତେ ଆଡେ ଲକ୍ଷ୍ୟ ତାପରେ ପାଦ ଧୋଇଲା ବେଳେ ଯେତେବେଳେ ବର୍ଷ ଘରକୁ ପୁଣି ଆସିବେ ଆପଣ ପୁଣି ହାତୁଥିଲେ ପାଣି ଦେଲେ ତତ୍ତ ଧୋଇବନି ପରିଷ୍କାର ଧୋଇବ ପରିଷ୍କାର କରିକି ଦେବେ ନହେଲେ ସ୍ୱାମୀ ପ୍ରବେଶ କରିବେ ଆଜ୍ଞା ଆପଣ ଲକ୍ଷ୍ମୀ ଛଡ଼ା ହେବେ ଆଜ୍ଞା ଆଜ୍ଞା ବସନ ମଣିନତା ଏ ନା ମଗା ବସନ ପିନ୍ଧିବନି ନା କହିବି କୋଇଟା ପିନ୍ଧିବ କହି ସାରେ ବିପଦ କଥା ସାର୍ ସଫା ଲୁଗା ପିନ୍ଧିବେ ଆପଣମାନେ ଭଲ ଶୁଣିରେ ଆସୁଛନ୍ତି ଆଜ୍ଞା କିଏ ହଇରାଣ କୀର୍ତ୍ତନ ବୁଝିବେ ଆଜ୍ଞା କୋଇଟା ପିନ୍ଧିବେ ଧୁଆ ଲୁଗା ନାଇଁ ଧୋଇକି ପିନ୍ଧିବ ଆପଣମାନଙ୍କର ବେଦ ବେଦ ଅଥର୍ବ ବେଦ ଦେଖନ୍ତୁ କେତେ ସୁନ୍ଦର ପ୍ରମାଣ ଦେଲା ଆଜ୍ଞା କୋଇଟା ପିନ୍ଧିବ ସାର୍ ଧୁଆ 5 ଟଙ୍କା ଉଠୁ ବ୍ୟବହାର କରିବନି ସାର୍ 5ଟା ଲୁଗା ସାର୍ ସେ 5ଟା ଲୁଗା ନାଁ କହିଲ ଅଥର୍ବ ବେଦ ହଁ କେତେ ସୁନ୍ଦର କଥା କହିଲା ଧୌତ ପୂର୍ବଜ ଧୌତ ସାର୍ ସେ 5ଟା ଲୁଗା ଅଧୌତ ଅଧୌତ ମାନେ ଯିଏ ଧୁଆ ହେଇଥିବ ଯୋଉଟା ଧୁଆ ହେଇନଥିବ ଧୁଆ ହେଇନଥିବ ଭଲ ଲୁଗା ହେଇଥିବ ଧୁଆ ହେଇନଥିବ ଅଧୁଆ ଲୁଗା ଧର୍ମ କାର୍ଯ୍ୟ ପିନ୍ଧିକି ଆସିବେ ପିନ୍ଧିକି ଯିବେ ଦୁଇରେ କଣ ପୂର୍ବର ଧୌତ ପୂର୍ବର ଧୌତ ଧୁଆ ଧୁଇ କରିକି 15 ଦିନ ମାସରେ ରଖିଦେଇଛ ଅଷ୍ଟପ୍ରହର ହେଉଛି ସେ ଲୁଗା ବାହାର ପିନ୍ଧିକି ଯିବେନି ନା ସେ ଲୁଗା 2 ହେଲା ଯ ଧୌତ ରଜ କେ ନଛ ସାର୍ ସେଟା ବୁଝି ହଉନି ରଜ କବେଳେ ଧୋବା ଧୋକା ଧୋବା ହାରେ ପୁଣି ଘେର ପିନ୍ଧିକି ଧର୍ମ ଦେବ ଯିବେନି 3 ହେଲା ସୂଚି ବିନ୍ଧ୍ୟ ସୂଚି ବିନ୍ଧ ବୋଲେ ଯୋଉଥିରେ ସୂଚର ସୂଚି ଲୁଗା ଚିରି ଯାଇଛି ସୂଚିରେ ସିଲେଇ ହେଇଯିବ ଆଜ୍ଞା ଏ ମା ସେ ଲୁଗା ପିନ୍ଧିକି ଯିବନି ଟେଲର ଯେ ଚିରି ଯାଇଛି ଟେଲର କୋଉଠି ସିଲେଇ କରିଦେଲ ସେ ଲୁଗା ପିନ୍ଧିକି ମା ଧର୍ମ କରିବାକୁ ଯିବନି ନା କଥା ତ ଭଲ ଦଶ ଗୋଟେ ଭାତ ଶିଖିଛ ଆଜ୍ଞା ପୋଡ଼ି ଯାଇଛି ପୋଡ଼ି ଯାଇଛି ପୋଡ଼ି ଯାଇଛି ଝେଡ଼ ପିନ୍ଧିକି ଯିବନି ନାଇଁ 4 ହେଲା 5 ହେଲା 4 ହେଲା 5 ମୋର ଗୋଟେ ଗଳି ପଇଲା ଆଚ୍ଛା କୋଉ ଲୁଗା ପିନ୍ଧିବ କୋଉ ଲୁଗା ସାର୍ ପିନ୍ଧିବା ଆଉ ଦେଖନ୍ତୁ କହିଲ ତା ଫଳ ଭାବରେ ସେଇ ଅଥର୍ବେଦ କହିଛି କଣ କହିଲା ଆପଣ ପାଲା ଶୁଣି ଆସୁଛନ୍ତି ହଁ ସତ୍ୟନାରାୟଣ ପୂଜା ହଉଛି ଆଜ୍ଞା କାଲି ଉଦ୍ଯାପନ ହବ କି ଅଷ୍ଟପ୍ରହରୀ ହବ ଏ ମା ଦେବତା ମନ୍ଦିରକୁ ଯିବ କୋଉ ଲୁଗା ପିନ୍ଧିକି ଯିବ ମତେ ଶୁଣ କହିଲ ପାଲା ଶିଖିବାରେ ସେ କହୁନାହାନ୍ତି କଣ କହିଲା କାପାସ୍ୟ ଗୋଟା ନିୟମ ପୂଜା କାପାସ୍ୟ ସୂତା ଲୁଗା ପେଣ୍ଟ ସାର୍ଟ ନାଇଁ ସୂତା ଲୁଗା ସୂତା ଲୁଗା ପିନ୍ଧିକି ଆପଣ ଯିବେ ସୂତା ଲୁଗା ପିନ୍ଧିଲେ ଭଲ ନାଇଁ ପିନ୍ଧିକି ଯିବେ ଯେ ଯେ ଆଉ କଣ କିନ୍ତୁ ମାରା ହେଇଗଲା କଣ ମାରା କେମିତି ଅଣ୍ଟା ଯଦି ଖସିଗଲା ଲୁଗାଟା ଅଣ୍ଟାର ମୁକ୍ତ ଖୋଲିଗଲା ଆଜ୍ଞା ସେ ଲୁଗାର ମୂଲ୍ୟ ରହିବନି ଧଳା ଲୁଗା ପିନ୍ଧିବା ପାଇଁ ଚେଷ୍ଟା ଲୁଗା ଦେବତା ମନ୍ଦିରକୁ ଯିବେ ଗଲା ମାତ୍ର ଥରେ ଘଷିଲା ଲୁଗା ଆଉ ପିନ୍ଧିଲ ପୁଣ୍ୟ ନାଶ ହେଲା ସେ ଲୁଗା ନୁହଁ ହଁ ଏକ ଆଚ୍ଛା କୌଶଳ ବସନାନ୍ତରେ ତା ଅପେକ୍ଷା ଗେର ବସ୍ତ୍ର ପିନ୍ଧିକି ଯିବ ଶୁଭ ଭଲ ଶୁଭ କିନ୍ତୁ ଯଦି ଗେର ବସ୍ତ୍ରରେ ଭୋଜନ କରିଛ ଖାଇଦେଇଛ ଲୁଗାରେ ପିନ୍ଧିଛ ଗେର ବସ୍ତ୍ର ଯଦି ସେଥିରୁ ଥରେ ଖାଇଛ ତାକୁ ପୁଣ୍ୟ ଜାଗାକୁ ସେ ଆଉ ଉଡ଼ା ହବନି ମନେ ବୁଝୁଛ ନା ନାଇଁ ଆଉ ଗୋଟେ କଥା ଆଜ୍ଞା ପଟ୍ଟ ବସ୍ତ୍ର ପାଟ ବସ୍ତ୍ର ସଦା ଶୁଛି ଗଲାବେଳେ ପାଟ ବସ୍ତ୍ର ପିନ୍ଧିଛି ପାଟ ଲୁଗା ସେ ସଦା ଶୁଛି ହଁ ଆଜ୍ଞା ଭଲ ପାଟ ଲୁଗା ପାଟ ପିନ୍ଧିଗଲେ ନା ଶୁଛି
କିନ୍ତୁ ସେଥିରେ ଦୋଷ ରହିଲା ଦିଟା। ସାର୍ ସେଥିରେ ଆଉ କଣ ଦୋଷ? ସେ ତ ପାଟ ଲୁଗା ବହୁତ ପଇସାରେ କିଣା ହେଲା। ସେଥିରେ ସ୍ତ୍ରୀ ସଂଗ୍ରହ କରିବେନି ଏକୁ ଆଜ୍ଞା କି ସବୁ ଦାୟ କରିବେ। ସବୁ ଦାୟ କଲେ ମାଲା ହେଇଗଲା ଆଉ ସ୍ୱାମୀ ସ୍ତ୍ରୀ ମିଶିବା ପାଠ ବସ୍ତ୍ର ପିନ୍ଧିକି ସେ ବସ୍ତ୍ର ବାହାରିଗଲା। ସିଏ ଆଉ ନୁହଁ। ଆଚ୍ଛା ଏମିତି କଣ ବସ୍ତ୍ର ଅଛି? ଶବ ପୋଡ଼ିଲେ ମାରା ହବନି, ସ୍ୱାମୀ ସ୍ତ୍ରୀ ମିଶିଲେ ମାରା ହବନି, ଆପଣ ଝାଡ଼ା ଗଲେ ମାରା ହବନି। ଅଣ୍ଟାରୁ ଖସିଲେ ମାରା ନାହିଁ। ହଁ ଆଚ୍ଛା ସିଏ ଭଲ। ସେ ବସ୍ତ୍ର କି ବସ୍ତ୍ର? ତୋଳେ ଉନ୍ନା ବାୟୁନା ସୁଧତି କୋଲରା ସିଦ୍ଧି ସମ୍ମାନ ବିଦା ଅମ୍ଳାନ ବସ୍ତ୍ର। ଅମ୍ଳାନ ଯିଏ ମଳିନ ହୋଇନଥିବ। ଅମ୍ଳାନ ବସ୍ତ୍ର ସଦାବେଳେ ସିଦ୍ଧି। ସିଦ୍ଧି ସିଏ। ଅମ୍ଳାନ ବସ୍ତ୍ର କଣ? ଅମ୍ଳାନ ବସ୍ତ୍ର ଏମା ଅମ୍ଳାନ ବସ୍ତ୍ର ହଉଛି ଲୋମଯୁକ୍ତ ବସ୍ତ୍ର। ଲୋମ ବସ୍ତ୍ର ପିନ୍ଧି ଗଲେ ଆଜ୍ଞା ସଦା ସର୍ବଦା ସେ ଶୁଚି ପବିତ୍ର, ସେ କେବେ ଅପବିତ୍ର ହବ ନା। କାହିଁ କହିଲି? ରାଜା ନଳ ପୋଷା ଖେଳି ପୋଷାରେ ହାରି ସାନ ଭାଇ ପୁଷ୍କରକୁ ରାଜ୍ୟଭାର ଦେଇ ନିଜର ସଧର୍ମିଣୀ ଦମୟନ୍ତୀଙ୍କ ସଙ୍ଗରେ ନିଘଞ୍ଚ ବନବାସକୁ ଚାଲିଗଲେ। ଯୋଉ ବନକୁ ଗଲେ ସେ ବନ କି ଭୂତ କେମିତିଆ ସେ ବନ? ଆପଣମାନଙ୍କର ସହୃଦାନନ୍ଦ ଗାବନି କବି କୃଷ୍ଣନନ୍ଦ ହର ଶ୍ଲୋକ ନମ୍ବର 3। କିଏ ଲେଖିବେ ସେ ବନ କେମିତି? ହଁ ହଉ କହିଲେ ବାଚାରି ତାହା ପ୍ରତି ମୋହ ଆୟ ଶାନ୍ତି ଭାବେ ଅତ୍ୟନ୍ତ ଆଜି ରୁଚିବିହି କଳିତ ପ୍ରତିମ ସେମିତି ବନ୍ଦେ ପ୍ରତି ଭୟ ଜଗତୀ ବସେ ଯୋଉ ଜଙ୍ଗଲରେ ଆଜ୍ଞା ନଳଦମ ଅଛନ୍ତି, ଆଜ୍ଞା ନଳଦମୟୀ ଅଛନ୍ତି, ଅଛନ୍ତି ଯୋଉଗୁଡା କେମିତି କେମିତି? କୃଷ୍ଣାଙ୍ଗତର କହିଲେ 3 ନମ୍ବର ଶ୍ଲୋକରେ ବାଚାର ବୋଇଲେ ପାଗଳ, ପାଗଳ କିଏ? ବାୟସ ବୋଇଲେ କାଉ ଛାଏ, କାଉ ମାନେ ପାଗଳ ହେବେ। କାକୁ ବାୟସ କରିଦେଇକି ଆଜ୍ଞା ଯଦି ସେଇ ଜଙ୍ଗଲରେ ହଁ କାଉଟି ଅକସ୍ମାତ ପହଞ୍ଚିଗଲା ପହଞ୍ଚିଲା। ବାଟ ବାୟୁମାନେ ଆସିବା ପାଇଁ ସାର୍ କାହିଁକି? ସେ ଜଙ୍ଗଲ ସଦା ସର୍ବଦା ଅନ୍ଧାର। ମାନେ ସେଠି କଣ କଣ କହିବି ହେଇଛି ତା ପରବାରେ ଦେଖନ୍ତୁ କହୁନାହାନ୍ତି? ଖଦ୍ୟ ତ ଲାଗି ରୁଚିରି ହି କଳିତ ପ୍ରତିଭ। ହଁ ଖଦ୍ୟ ତ ବୋଲି ସାର୍ ଜୁଡ଼ି ଜୁଡ଼ିଆ ପୋକ। ଆଜ୍ଞା ଆଜ୍ଞା ଗଛରେ ମାରନ୍ତି। ବାବା ଜୁଡ଼ି ଜୁଡ଼ିଆ ପୋକ ଦେଖିଛ? ତା ପଛ ଲାଇଟଟା କେମିତି ହୁଏ? କେତେ ବଡ ଲୋକ ହବ? ଗାଁ ଜାଗା ଲୋକ ହବ? ନା ଲାଇନ କଟିବ ଜୁଡ଼ି ଜୁଡ଼ିଆ ପୋକ ଭଳିଆ ଗାଁ ଜାଗା ଲୋକ ହବ? ନା କବିଙ୍କର ଭାବନା କେଡ଼େ ଉଚ୍ଚ, ଆଜ୍ଞା କେଡ଼େ ଉଚ୍ଚ ଚିନ୍ତାଧାରା କହିଲେ। କଣ କହିଲେ? କହିଲେ ସେଇ ଜଙ୍ଗଲରେ ଯଦି ଗୋଟେ ଜୁଡ଼ି ଜୁଡ଼ିଆ ପୋକ ଦେଖାଦେବ ସତେ କଣ ପୂର୍ଣ୍ଣଚନ୍ଦ୍ର ଉଦୟ ହେଇଛନ୍ତି କି? ଏତେ ଅନ୍ଧାରରେ ରାଜା ନଳ ଅଛନ୍ତି। ଅଛନ୍ତି ଓଡ଼ିଆ ଓଡ଼ିଆ ପଦେ ହଉ କବି ସମ୍ରାଟ ଭଞ୍ଜ କାହିଁକି ଅନ୍ଧାର ହେଇଛି? କାହିଁକି? ସେ ପୁଅ ବନ ବ୍ରାସ ଯାହାଙ୍କ ଲେଖାରେ 5 ଲାଇନ ଶୁଣାକି ଭଞ୍ଜ। ଭଞ୍ଜ ଦେବତା ବ୍ୟାକରଣ ତ୍ରୁଟି ନାହିଁ, ନା ନାହିଁ ବ୍ୟାକରଣ ତ୍ରୁଟି ରସହୀନ ସାଧୁ ନିନ୍ଦା ଫଳ ପ୍ରଶଂସା ଛାନ୍ଦ ଗାଇ ସମ୍ମାନରେ କଥାରେ ବୁଝାଏ। ଆଜ୍ଞା ବ୍ୟାକରଣ ତ୍ରୁଟି ନାହିଁ ସାର୍ ଭଞ୍ଜ ଲେଖାରେ। ଭଞ୍ଜ ଲେଖାରେ 1 ଏକ ରସହୀନ ନାହିଁ, 2 ରସଯୁକ୍ତ ଆଜ୍ଞା 2 ନାହିଁ ବ୍ୟାକରଣ ତ୍ରୁଟି ରସହୀନ ସାଧୁ ନିନ୍ଦା ନାହିଁ। 3 ଭଞ୍ଜ ତାଙ୍କ ଲେଖାରେ ସାଧୁ ନିନ୍ଦା ନାହିଁ କରିଛନ୍ତି। ନା 3 ଫଳ ପ୍ରଶଂସା ମୂର୍ଖ ଗୋଟେ ପ୍ରଶଂସା କରିନାହାନ୍ତି। 4 ଏକୁ ଆଜ୍ଞା ସାରେ ନାହିଁ ବ୍ୟାକରଣ ତ୍ରୁଟି ରସହୀନ ସାଧୁ ନିନ୍ଦା ଫଳ ପ୍ରଶଂସା ଏକୁ କେଡ଼େ କେଡ଼େ ସୁନ୍ଦର କଥା କହୁଛନ୍ତି ଦେଖନ୍ତୁ। କହୁନାହାନ୍ତି ସେଇ ଭଞ୍ଜ କହିଲେ କଣ କହିଲେ? କହିଲେ ବିରୋଚନ କର ଅସଇ ନାହିଁ
କହିଲେ କିରଣ ନଳ ଦମୟନ୍ତୀ ଯୋଉ ବନ ଅଛନ୍ତି ସେ ବନରେ ସୂର୍ଯ୍ୟଙ୍କର କିରଣ ପଡୁନି ରାତ୍ର ସଦା ସର୍ବଦା ସେଠି ରାତ୍ର ଆଚ୍ଛା ରାଜା ନଳ ଆଉ ମା ଦମୟନ୍ତୀ କେମିତି ଗାଧୁଆ କରୁଥିଲେ ଦ୍ୱିତୀୟ ନମ୍ବର ଛାନ୍ଦ ପ୍ରଥମ ଛାନ୍ଦ ହେଇଛି ନ ଦେଇ ରବିନନ୍ଦନ ଦେଖନ୍ତୁ ପ୍ରତି ଶେଷର ନ ହେନ ବିଧାନ ଜନ ପବିତ୍ର ପୁରାଣ ଆଖ୍ୟାନ କପଟେ ପୁଷ୍କର ବଳଦାନ ଲାଞ୍ଛିତ ନିଷଧରା ଜନ ସେ ଦିନହୀନ ଧାବେ ଗମନ୍ତି ଘୋର ବନ ସତ୍ୟ ଧର୍ମରେ ରଖି ଧ୍ୟାନ ହରି ରାଜ୍ୟ ଧନ ମୁକୁଟ ସିଂହାସନ ଚକ୍ରବର୍ତ୍ତୀର ସରିଲା ପରେ ଆସିବ କହିଛି ବାର ଗାଈ ନଳ ଦମୟନ୍ତୀ ବନବାସ ଶ୍ରଦ୍ଧେ ଜ୍ଞାନ ଗାଇବି ଶୁଣ ବିଶାରଦ ଫୁଲ ଚୂଡ଼ାମଣି ଦ୍ୱିତୀୟ ମନ୍ଦିର ରାଗଟା ଚୋଖି ଚନ୍ଦ୍ର କେମିତି ଗାଳି ବାଦ କଲି ଭୁଞ୍ଜୀବନ ଫଳ ଦେଖନ୍ତୁ ଜଙ୍ଗଲର ଫଳମୂଳ ଖାଇଲେ ସ୍ନାନ କରି ଝର ଜଳ ଝର ଜଳ ପିଇଲେ ଦମୟନ୍ତୀ ଗୋଳାମାଳ ଧର୍ମ ଭୂପାଳ କୁଞ୍ଜଗୋଳ ବୃକ୍ଷ ତଳ ଆଶ୍ରୟ କାଟନ୍ତି କାଳ ଅନ୍ୟଥା କରିବ କିଏ କପାଳ ଫଳ ଧନ୍ୟ ବିଧି ଧନ୍ୟ ତୋ ଫଳ ଯାହା ପ୍ରଭୁର ଇଚ୍ଛା ବିଧାତା ଲିଖନ ଦେବ ଜ୍ଞାନ କରିବ ଯାହା କେବଳ ଯାହା ଲେଖା ହେଇଛି ବାବା ସେଇଆ ହବ ନା ରାଜା ନଳ ରାଜ୍ୟ ଶାସନ କରୁଥିଲେ ରାଜ୍ୟ ହୋଇ ନିର୍ଦ୍ଧନ୍ତ ଜଙ୍ଗଲରେ ନିଜର ସ୍ତ୍ରୀକୁ ଧରି କାଳିବାଦ କରୁଛନ୍ତି ଏତେ ନାମ ଶିଷ୍ୟ ଦେଖ ତମରି ଭଳି ଗୋଟିଏ ଝିଅ ଦମୟନ୍ତୀ ଜଙ୍ଗଲରେ ସ୍ୱାମୀଙ୍କର କି ସେବା କରି ଦେଖ ଉପଦେଶ ଲଗେଇ ଯେତେ ମା ଉଚ୍ଚ କାଶ କରୁଥିଲି ମୋ ମା ମାନେ ଧର୍ମବତୀ ପୁରୁଷ ଧର୍ମ ମାନ ନୁହଁ ସ୍ତ୍ରୀର ସୌଭାଗ୍ୟରେ ପୁରୁଷ ଭାଗ୍ୟବାନ ମନ ଭିତରେ ଆଉ ଟିକେ ଗାଳି କରି ଆଜି କହିବି ଜଙ୍ଗଲରେ ଦମୟନ୍ତୀ ସ୍ୱାମୀଙ୍କର ସେବା କେମିତି କରି ଗୋଟେ ଶ୍ଲୋକ ଅଛି କେମିତି ପଦେ ହଉ ଶ୍ଲୋକ ନମ୍ବର 7 କେମିତି କହିଲେ ଯତଃ ସନ୍ଦରୁଚି ମୟୂଖୈ
ତ ବୁଝିବ ମିଶାରେ ଆଉ ସଂସ୍କୃତ ନାଟକ ବି ଭିଡ଼ ହବ ହେଲେ ମନରେ ଶୁଣିଲେ ସବୁ ଜାଣିପାରିବେ ଜାଣିନା ଆପଣ ମନ ନଦେଲେ ନାଟକ ତା ରାସ୍ତାରେ ପଳେଇବ ପରିଶ୍ରମ ବୃଥା ହବ ଆଜ୍ଞା ଆଜ୍ଞା ଦମୟନ୍ତୀ ଜଙ୍ଗଲରେ ସ୍ୱାମୀ ସେବା କେମିତି କରୁଛି କେମିତି କରୁଛନ୍ତି ଯତ ତାହେଲେ ଯେଉଁ ଜାଗାରେ ଯେଉଁ ଜାଗାରେ ଯୋଉ ପତ୍ର କୁଟୀରରେ ରାଜା ନଳ ଦମୟନ୍ତୀ ଅଛନ୍ତି ମାତଣ୍ଡ ବୋଇଲେ ସୂର୍ଯ୍ୟ ମୈତ୍ର ବୋଇଲେ ସାର କିରଣ ସୂର୍ଯ୍ୟଙ୍କର କିରଣ ପଡୁଛି ମା ଦେଇ ଶୁଣ ପତ୍ର ଛିଦ୍ର ଦେଇ ଦମୟନ୍ତୀ ନଜର ପଡୁଛି ସୂର୍ଯ୍ୟଙ୍କର କିରଣ ମୋ ସ୍ୱାମୀ ମୁଖରେ ପଡୁଛି କଣ କରନ୍ତି ନା ତଳ ମାତ୍ର ପତ୍ର ନିଜ ତଳକୁ ଦେଇ ଦିଅନ୍ତି ବୋଲି ହାତକୁ ଦେଖେଇ ଦିଅନ୍ତି ସୂର୍ଯ୍ୟଙ୍କର କିରଣ ଦମୟନ୍ତୀ ହାତରେ ପଡେ ରାଜା ନଳଙ୍କ ଦେହରେ ପଡିପାରେ ନା ଏ ପଦକୁ ବୁଝିଥିବ ଦମୟନ୍ତୀ କିଭଳି ଭାବରେ ରାଜା ନଳଙ୍କ ସେବା କରନ୍ତି ସେବା କେମିତି କରୁଛନ୍ତି ଯେତେ ଅବଶ୍ୟ ପତ୍ନୀ ହେବା କାଳିମର କହୁଥିଲେ ବିଳାସୀନ କରି ଆମକୁ ବୋଲି ଛୁଇଁକି ପହୁତା ସମୟକୁ ଭଗବାନ ରାମଙ୍କ ପାଖରେ ମା ସୀତା ଅଭିମାନ କରୁଛନ୍ତି ସୀତା କହିଲେ ରାମ ପରେ କହିଲେ ମୁଁ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବିନି ନାଇଁ ସାର୍ ବିଳାସୀନ କହିଲେ ପତ୍ନୀ ନୁହଁ ଜଗତରେ ସମସ୍ତଙ୍କର ଗୋଟିଏ ସ୍ତ୍ରୀ ଯାହାକୁ ଆପଣ ହାତରେ ବାହାରିଛନ୍ତି ତାପରେ ଯେତେ ଆପଣ ନାରୀ ଗ୍ରହଣ କରିବେ ସେ ପତ୍ନୀ ପଦ ଅଛି ହେବେନି ସେ ବିଳାସୀନ ମତେ କହିଲେ ବିଳାସିନୀ ନ କରିବି ଏଟା କାହିଁ କରି ଯେତେ ନବଶ୍ୟ ଗାଁରେ କହୁଥିଲି ପୁରୁଷ 4 ପ୍ରକାର ଶଶକ ଅଶ୍ୱ ମୁଁ ସେ କଥା କହୁନି ସ୍ୱାମୀ ହେବା ପାଇଁ 4ଟା ଲକ୍ଷଣ ଦରକାର ଗୋଟେ ପୁଅର ସେ 4ଟା ଗୁଣ ନଥିଲେ ସ୍ୱାମୀ ହେଇପାରିବନି ପତି ହେବା ପାଇଁ 4 ଲକ୍ଷଣ ଦରକାର ମାନବ ହେବା 4 ଲକ୍ଷଣ ଏ ନା ଯିଏ ଆମ ପତ୍ନୀ ଯୋଉମାନେ ପତ୍ନାତ ତ୍ରାୟ ଦେଇତି ଯଶେଷ ପତ୍ନୀ ପଦେ ମନ ରଖିଥା ପତ୍ନୀ କାହାକୁ କହିବା ବଦଳି କାହାକୁ କହିବା ସ୍ତ୍ରୀ କାହାକୁ କହିବା ଅର୍ଦ୍ଧାଙ୍ଗିନୀ କାହାକୁ କହିବା ଢାଞ୍ଚେ କାହାକୁ କହିବା ଏ କୁନି ଝିଅ ବସ ମୋ ପିଲା ବସ ଢାଞ୍ଚେ କାହାକୁ କହିବା ମୁଁ ଶୁଣ ଯେ ଘରର ଭାରକୁ ବହନ କରି ଓଡିଆ ସବୁ ଢାଞ୍ଚେ କହୁଛି ନାହିଁ ଆପଣ ମାନଙ୍କର ଏ ପୁଅ ବ୍ୟାସ କହିଲେ ସମଧି ପଚାରିବ ଯେ ଭାର୍ଯ୍ୟା କାହାକୁ କୁହନ୍ତି ଅର୍ଦ୍ଧାଙ୍ଗିନୀ କାହାକୁ କୁହନ୍ତି ବିଳାସିନୀ କାହାକୁ କୁହନ୍ତି ପତ୍ନୀ କାହାକୁ କୁହନ୍ତି ନାରୀ କାହାକୁ କୁହନ୍ତି ପଚାରେ ସବୁ କଥା କହିବ ଆଉ ବିଷ୍ଣୁ ମହାରାଜ ବହୁତ କଥା କହିପଡି ଭାର୍ଯ୍ୟା କାହାକୁ କହିବା ପଦେ ହଉ ଗଲେ କ୍ରୋଧ ରାଶି ପ୍ରତେରେ ସେବା স্বামী রাজিলা বেড়ে দিয়ে মারে ସ୍ୱାମୀ ରାଗିଲା ବେଳେ ମା ମାନେ ସମସ୍ତେ ମନ ଦେଇ ଶୁଣ ଯୋଉ ସ୍ତ୍ରୀ ସ୍ୱାମୀର ମୁହଁକୁ ଅନେ ନା ପାଦକୁ ଚାହେଁ ପଦେ ଉତ୍ତର ଦିଏ ନା ଏକ ଲକ୍ଷଣ ସେ ହିଁ ଭାର୍ଯ୍ୟା ଦୁଇରେ ରକ୍ତରେ ସିଆ ରକ୍ତି ଦାନ ମାଗିଲା ବେଳେ ଯିଏ ସାପ ଭଳି ଫଁ ଫଁ ହବ ବାড়ি ଖିଆ ରକ୍ତି ଦାନ ମାଗିଲା ଯୋଉ ମା ଏ ଦେହଟା ସ୍ୱାମୀର ବୋଲି ଭାବି ସ୍ୱାମୀ ଉତ୍ସର୍ଗ କରିଦିଏ ଦୁଇ ଭୋଜନ ଜନ୍ମୀ ସମ ଖାଇଲା ବେଳେ ଯିଏ ଖାଇବାକୁ ଦେଲା ବେଳେ ଯିଏ କହିବ କେତେ ଖାଉଛୁ ଆଜି ଧନର ଭାବ ନାହିଁ ମା ମାନେ ଘରେ ଚାକରାଣୀ ଆସୁଛି ବାସନ ମାଗୁଛି ମା ମାନେ ଏତେ ଅଳସୁଆ ହେଇଗଲେଣି ନିଜେ ରୋଷେଇ କରୁନା ଚାକରାଣୀ ରୋଷେଇ କରୁଛି କିନ୍ତୁ ମନେ ରଖ ମା ସବୁ ଚାକରାଣୀ କରୁ କିନ୍ତୁ ଭୋଜନ ଦେଲା ବେଳେ ଚାକରାଣୀ ଦ୍ୱାରା ନିଜର ସ୍ୱାମୀକୁ ଭୋଜନ ଦବନି ନିଜ ନିଜେ ରନ୍ଧି ଯୋଉ ମାତା ସ୍ୱାମୀ ଖାଇବା ପାଇଁ ଦଉଛି ଏ ମା ସେ ନିଶ୍ଚିତ ସୌଭାଗ୍ୟବତୀ ହବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବିଧବା ହେବା ପାଇଁ ହେଲେ ଏ ମା ତମେ ଦାୟୀ ଯୋଉ ମା 6ଟା କାମ କରିବ ସେ ନିଶ୍ଚିତ ବିଧବା ହବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ସେଥିରେ ବାଡ଼ିଲା ସେଥିରେ ଗୋଟିଏ ଲକ୍ଷଣ ହଉଛି
ସ୍ୱାମୀ ପାଖରେ ମା ନିଜେ ନେଇକି ଦଉଥିବ। ମୋ ବାଟି ପରା ଆଉ ଯୋଡ଼ିଏ ଖାଇଦିଏ, ମୋ ଧନଟି ପରା ଆଉ ଯୋଡ଼ିଏ ଖାଇଦିଏ। ଯିଏ କହିବ ସିଏ ହେଲା ଅପଯୁକ୍ତ ସ୍ତ୍ରୀ। ସ୍ତ୍ରୀ କହୁଛି ମୋ ଧନ ଗୁରା ଖାଇଦେବି। ବାଟି ପରା ଠିକ ଅଛି କହିଲି ତ ସ୍ୱାମୀ ଖାଇବାକୁ ଦେଲାବେଳେ ସ୍ୱାମୀ ଯେ ପୁତ୍ର ସମ୍ମାନ କରି ଏ ପୁଅ ପାଖରେ ବସି ମାଲ ଖାଇବାକୁ ଦଉଥିବ। ମା ଭଳିଆ ଦବ। 3 ତିନି ଚାରିରେ କୋଣ ହେ ମୁଠି ବଳ ହେଇଗଲା। ସ୍ୱାମୀକୁ ଏ ପୁଅ ସଦା ସର୍ବଦା ଯେ ବିପଦ ମୁକ୍ତ କରେ। ସ୍ୱାମୀ କରୁଣ୍ଡରେ ଭୁଲ କଥା ଯେ ଭରି କରେ ନା। ସ୍ୱାମୀ କୋଠି କଳି କରି ଆସନ୍ତି ଯେ ବୁଦ୍ଧି ଲଗେଇ ସ୍ୱାମୀ ବିପଦ ମୁକ୍ତ କରେ। ଏ ଚାରିଟା ଭାର ଯେ ବହନ କରେ ସେ ହଉଛି ଭାଗ୍ୟା। ଭାଗ୍ୟା ଏଟା କି ବର୍ଷ ମାଝେ କେତେ ବର୍ଷ ସାରେ ଜଣେ ହାତ ଲାଗିବ। ସାରେ ମାଇପ କିଏ ସେଇ ଗୋଟାକ କହିଲେ ମାଇବ ଶୁଣୁ ସାରେ ମାଇବ 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 ମା ପରି ମା ପରି ତୁ ବସ ପାଡ଼ିବ ନା ସମୟ ସ୍ୱତନ୍ତ୍ର ମାନେ ମନ ଦେଇ ଶୁଣିଥିଲେ ସୁନ୍ଦର କଥା। ନାରୀ କିଏ ନାରୀ କିଏ ଯିଏ ଲୁଗା ପିନ୍ଧେ ଆଜି ଲଙ୍ଗଳା ଅଛି ମତେ ଧରିଲୁ ନାଇଁ ମାନେ ସବୁ ନାରୀ କିଏ ନରର ହୋଇ ନାରୀ ନାରୀ ନରକା କହିଲା ସମଦଳସି ଯେଉଁ ନର ସମଦଳସି ଯେଉଁ ନର ଆପୋ ଦେବର ନମସ୍କାର। ଯୋଉ ମା ସ୍ୱାମୀକୁ ଚାରିଟା କଥାରେ ବିରୋଧ କରେ ଆଜ୍ଞା ଏ ମା ସେ ହେଉଛି ନାରୀ। ନାରୀ ହେଲେ ମା ଚାରିଟା କଥା କଣ କଥା କଣ ଘରେ ଗାଈ ପାଟି କରୁଛ କୁହ। ପାର୍ଟି କରିବେ ସେ ପଇସା ଦେଇଛନ୍ତି ଚାନ୍ଦା ସେ ଗାଁକୁ ଚାନ୍ଦା ଦେଇଛନ୍ତି ପାର୍ଟି କରି ତାଙ୍କ ପଇସା ସତେ ତ କେତେ ପଚାରୁଛ ମତେ ମୁଁ ସିଆଡେ କହୁଛେ ତମକୁ ବୋଲେ ତୁ ଧରିଆ ଗିରି ରୋତେ ସାପି ପଚନେ ରାକ୍ଷସୀ ସମ ଓଳ ହେ ମୁଣ୍ଡ ବୁଦ୍ଧି ନା ଆଦାରି ପ୍ରାଣ ଘାତିକା ବୃଦ୍ଧେ ଜାଗରି ସ୍ୱାମୀ ରାଗିଲା ବେଳେ ଯିଏ ପାଦ ତଳେ ପଡିଗଲା ନାଇଁ ନାଇଁ ଯେ ବାଘ ଭଳିଆ ହବ ହଁ ବାଘ ଭଳିଆ ଘରକୁ ଗଲେ ସ୍ୱାମୀ ଡରିଏ ଯଦି କରିନଥିବ କାଲି କହିଛି ଆଉ ପୁନରାବୃତ୍ତି କରିବି ନା ଦାଣ୍ଡରେ 420 ଜଭରି ଘରେ ଗଲା ବେଳକୁ ଚୋର ମୋରି ଭଳିଆ ଆଉ ଏ ମା ଯୋଉ ମା ମାନେ ସ୍ୱାମୀକୁ ଡରେଇକି ରଖୁଛ ଏକ ଏକ ମୁଁ ତ କହିବି କିଏ ଡରଉଛି ବୋଲି ନା କହିଲେ ବି କହିବି ଯେତେବେଳେ ନାଇଁ ସିଏ ଜାଣିନେବେ ମନକୁ ମନ ବୁଝି ନେବେ ରକ୍ତେ ସର୍ପି ରକ୍ତେ ସର୍ପ। ସ୍ୱାମୀ ବିରକ୍ତ ହେଇ ବଜାରରେ ଅଛନ୍ତି ବିଲରୁ ଆସିଛନ୍ତି କଣ କରେ ଭୁଲ ସ୍ୱାମୀଙ୍କର ଭୁଲ ଭୁଲ ସ୍ତ୍ରୀକି ଭୁଲ ବୁଝି ବିପଦ ଏ ସରକାରେ କହିଲ ଏ ମା ତମାନେ ଠିକରେ ଥିଲ କିନ୍ତୁ ମା ମାନେ ନ ବୁଝି ସ୍ୱାମୀକୁ ସର୍ପ ଭଳି ଭବ ହବ। ହଁ ହଁ ରାତ୍ର ହେଲା ସ୍ୱାମୀ ଦେଖିଲା ରେ ଆଜ୍ଞା ଲକ୍ଷ୍ମୀଟି ଆସୁନ ଇଆ ବଡ ବଡ ହଉଛୁ କିରେ ମୁଠୁ ମୋର ବସି ଜଞ୍ଜାଳ ଅଛି ଇଏ ଗୋଟେ ଡାକୁଛି ଏତିକି ଖେଳ ଥାଉ ଥାଉ ନିଜେ ପୁଅ ଭୁଲ ବିଷୟ ନଥିବ ସ୍ୱାମୀଙ୍କ ଉପରେ ସର୍ପ ଭଳି ଭବ ହଉଥିବ। 2 ଭୋଜନେ ଖାଇବାକୁ ଦେଲା ସ୍ୱାମୀ ଖାଇବାକୁ ଦେବନି ସବୁଦିନ ଖାଇବାକୁ ଦଉଥିବ ଯଦି ସ୍ୱାମୀ କିଛି ଭୁଲ କରିଦେଇଛି ସେଦିନ ସେ ଦେବନି ତା ଶାଶୁ କହିବ ତମ ପୁଅକୁ ଦେଇଦିଅ ଖାଇବାକୁ ମୋ ଦେହ ଖରାପ ହେଇଛି ଏ ବୁଢୀ ତାକୁ ଖାଇବାକୁ ଦେଇଛି ନହେଲେ ପୁଅକୁ ଝିଅ ପରେ ତ ସବୁ ଲାଗେ ଖାଇବେ ନା କେତେ ବୋପା ଯୋଉ ମା ଏ ମା ସ୍ୱାମୀକୁ କଥା କହନା ନାଇଁ ମନ ବିଟା ତମେ 5ଟା ନର୍କ ଭୋଗିବ 84 ନର୍କରୁ 5ଟା ନର୍କ ସେ ନର୍କ ନା କଣ ମନ ଅଶ୍ରିତ ନର୍କ ଏକ ଏ ପୁଅ 67 ନର୍କ 2 ଦଶମତ ନର୍କ 3 ଏ ପୁଅ 12 ନର୍କ 4 ଆଉ ଅଛି ସୁତ ନର୍କ। 5 ଏଇ 5ଟା ନର୍କରେ ସିଏ ପଡିବ ଯୋଉ ମା ମାନେ ସ୍ୱାମୀକୁ କଥା କହିବନି ନର୍କରେ ପଡିବ ଧରିବ ଆଉ ସାବିତ୍ରୀ ବ୍ରତ ଆସିଲେ ବଡ ବଡ ନଡ଼ିଆ ନେଇକି ଯିବ ଭଲ ଲୁଗା ନବ ମାଳିକି 50 ଟଙ୍କା ଦକ୍ଷିଣ ଦେବ ପୂଜା କରିଦିଏ ମୋ ସ୍ୱାମୀର ମଙ୍ଗଳ ହବ ଆଇଲେ ଏତିକି ମନରେ ହାତ ଧରି ଏତେ ଅବଶ୍ୟ ସ୍ୱାମୀକୁ ଦିନେ ଯୋଉ ମା କଥା କହିଲା ସେ 5ଟା ନର୍କ ଭୋଗିବ। ସ୍ୱାମୀ ବିଦେଶରେ ଥାଆନ୍ତୁ କୋଉଠି ଚାକିରି ଥାଆନ୍ତୁ କୋଉ କମ୍ପାନୀରେ ଥାଆନ୍ତୁ ସବୁଦିନ ସ୍ୱାମୀ ସହିତ କଥା ହବ ସ୍ୱାମୀକି ଫୋନ କରିବ ସବୁଦିନ ଯାଆନ୍ତୁ ସେ ଯୁଆଡେ ଯାଉଛନ୍ତି ଫୋନରେ ହାଲୋ ହାଇ କରିବ ବସ
ଭଲ ଆଚ୍ଛା କୋଳ ହେମନ୍ତ ସ୍ପିନଂ କଳ ହେମନ୍ତ ବୁଦ୍ଧି ସ୍ୱାମୀ ଘରୁ ଫେରିଲା ବେଳେ ହଁ ବିଦେଶରୁ ଫେରନ୍ତୁ ବିଦେଶରୁ ଫେରନ୍ତୁ ଓଡ଼ିଶାର କିଛି ଲୋକ କଥା କହିଯାଇଛି ଏ ମା ନିଜକୁ ବାଧିଛି ଆଜ୍ଞା ଯୋଉ ମା ସ୍ୱାମୀକୁ ଦ୍ୱିଗୁଣିତ କରି ରଗେଇ ସର୍ବନାଶ করে ବାଟ ଦେଖେଇ ଦିଏ ଶୁଣିଲନି ସେ ମତେ ଏମିତି କହିଛି କହି ଜିତେ ଆସିଲା ସ୍ୱାମୀ ଡାକିଲା ତା ଭାଇକୁ ନିଜେ ଆସିଲା ଠିକ ଦେଲା ମାଡ଼ ଗୋଡ଼ ଗଣ୍ଡଗୋଳ କରିଲା ଯୋଉ ମା ସ୍ୱାମୀକୁ ଭୁଲ ବାଟ କଥା ଶିଖାଏ ଏ ମା ତାକୁ ଏ ଚାରି କଥା ଯିଏ କରେ ସିଏ ହଉଛି ନାରୀ ଏ ଚାରି କଥା କିଏ କହୁଛନ୍ତି ଦେଇ କହିଲ 90% ଆଉ ଗୋଟେ କଥା ମନେ ରଖ ଭଗବାନ ଆଜ୍ଞା ଏଇଟା ଆପଣମାନଙ୍କୁ ଅନୁରୋଧ କରିବି ଆଜ୍ଞା ଯୋଉ ଯୁବକ ଆଜ୍ଞା ତିନି କଥା ନ କରିବ ନ କରିବ ସେ ନରକରେ ପଡ଼ିବ ସାର୍ ତିନି କଥା କଣ ଆମର କଣ ଅଛି କହିଲେ ଟିକେ ଆମର ତ ହେଲେ ଡିଫେକ୍ଟ କିଛି ନାହିଁ ପ୍ରମାଣ ପ୍ରମାଣ ଆପଣମାନଙ୍କ ପାଇଁ ଶ୍ରୀମଦ ଭାଗବତ ଭାଗବତରେ ଓଡ଼ିଆ ଭାଗବତ ଜଗନ୍ନାଥ ଦାସ କହିଲେ କଣ କହିଲେ ଦେଖନ୍ତୁ କଣ କହିଲେ କଣ କହିଲେ କହିଲେ ପିତା ମାତାଙ୍କ ପିତା ବୋଇଲେ ଲିଙ୍ଗ ପିତା ବୋଇଲେ ପାୟ ଦିଦି ଜହ ସହ ପିତା ବାପା ବାପାକୁ ପିତା ମାତା ସାରେ ମା ବସରେ ଏଇ କଥାଟା ଆଉ ବସରେ ବେଶୀ ନଷ୍ଟ ହଉ ବାପା ମା ଦୁଇ ଆଉ ନିଜର ସ୍ତ୍ରୀ ଏ ତିନି ଜଣଙ୍କ ଶତ୍ରୁ ବିନାଶ ନ କରି ଯେତେ ଯୁବକ ବନ୍ଧୁ ଅଛ ଯେତେ ଅଛ ଅନୁରୋଧ କରିବି ଏ ତିନି କଥାକୁ ସମସ୍ତ ସମ୍ମାନ ଦବ ଦବ ଏ ତିନି କଥାକୁ ଯୋଉ ସମ୍ମାନ କରିବ ନର୍କରେ ପଡ଼ିବ ନର୍କରେ ବାପା ମା ଆଉ ଦାଦା ବୋଲିଲେ ସ୍ତ୍ରୀ ବୀର ଏ ତିନି ଜଣ ଯଥା ସମ୍ମାନ ରଖିବ ଯୋଉ ଯୁବକ ବନ୍ଧୁ ଏ ତିନି କଥାକୁ ନ ରଖିବ ଆଜ୍ଞା ନର୍କରେ ପଡ଼ିବା ଭୟ ନର୍କରେ ପଡ଼ିବ ମା ମାନେ ସମସ୍ତ ନେଇଯିବ ଏ କଥା କାହିଁ କରି ସେଦିନ ଦମୟନ୍ତୀ ହାତ ଜଗୁଛି ଖରା କିରଣ ସ୍ୱାମୀଙ୍କର ସେବା କରୁଛି ଆଜ୍ଞା ସ୍ୱାମୀଙ୍କ ସେବା କାହିଁ କରୁଥିଲି ମାମା ମନେ ଶୁଣା କଣ ଶୁଣା ବୁଝାବୁଝି ଅଛନ୍ତି କିଏ କେମିତି ସେବା କରୁଛି ଆଉ ତ ଅନ୍ୟ କଥା କହିଲେ ପିଲାମାନେ ବସିବେନି ଏଠି ନା ଜଙ୍ଗଲରେ ସ୍ୱାମୀଙ୍କ ସେବା କଲାବେଳେ ଆଜ୍ଞା ରାଜା ନଳଙ୍କ ନଜର ପଡ଼ିଗଲା